ଯେଉଁଠି 3 ପଇସା ରୋଜଗାର କରିବାକୁ ଦେହରେ ବଳ ନାହିଁ ସେ ଜାଗାରେ 30 ଲକ୍ଷ ଟଙ୍କା କେଉଁଠୁ ବା ଆଣିବି। ଯେଉଁଠି ମୋ ଦେହକୁ ଖଣ୍ଡେ ଲୁଗା ଆଉ ମୋ ପୁଅକୁ ମୁଠାଏ ଦାନା ଦେବାକୁ ମୋ ପାଖରେ ସମ୍ଭବ ହେଉନି ସେତେବେଳେ ଏତେ ଟଙ୍କା କେଉଁଠୁ ଆଉ କେମିତି ଆଣିବି ଯେ ମୋ ପୁଅର ରୋଗ ଭଲ କରିବି। ଯାହା ହାତ ଧରି ସଂସାର କରିବି ବୋଲି ମନ କରିଥିଲି ଶେଷରେ ସେ ତ ମୋତେ ଅଧା ବାଟରେ ଛାଡ଼ି ଚାଲିଗଲା। ଆଉ ଏ ପୁଅ ମୁହଁକୁ ଅନେଇ ବାକି ଜୀବନ ବଞ୍ଚିଯିବି ବୋଲି ଭାବିଥିଲି ଯେ ଆଜି ଶେଷରେ ଦୈବ ବି ମୋତେ ବାଟବଣା କରିଦେବାକୁ ବସିଛି। କ'ଣ କରିବି, କେମିତି ରହିବି, ଆଉ କେଉଁଠୁ ଟଙ୍କା ଆଣି ମୋ ପୁଅର ଚିକିତ୍ସା କରାଇବି ସେସବୁ କଥା ଭାବିଲା ବେଳକୁ ମୋ ମୁଣ୍ଡରେ ଯେମିତି ଚଡ଼କ ପଡ଼ିଲା ପରି ଲାଗୁଛି। ହଁ ଆଜ୍ଞା, 10 ମାସ 10 ଦିନ ଗର୍ଭରେ ଧାରଣ କରି ଜନ୍ମ ଦେଇଥିବା ସେ ମା' କେବେ କ'ଣ ନିଜ ପିଲାର ଦୁଃଖକୁ ଦେଖିପାରିବ? ଆଉ ସେଥିପାଇଁ ବୋଧେ ଆଜି ଏ ମା' ଆଖିର ଲୁହଟା ଯେମିତି ତା ବୋଲ ମାନୁନି। ବଢ଼ିରା ରୋଜଗାରିଆ ପୁଅର ଏ ଅବସ୍ଥା ଦେଖି ସେ ନିଜକୁ ଆଉ ସମ୍ଭାଳି ପାରୁନି। ଆଜିକୁ ବର୍ଷେ ବିତିଗଲାଣି ତାଙ୍କ ପୁଅ କୀର୍ତ୍ତିରଞ୍ଜନର 2ଟି କିଡନୀ ଖରାପ ହୋଇଯାଇଛି। ବଡ଼ ବଡ଼ ଡାକ୍ତରଖାନାରେ ଚିକିତ୍ସା ହେଲା ପରେ ମଧ୍ୟ ସେ ସୁସ୍ଥ ହୋଇନାହାନ୍ତି। ଯେମିତି ଘରେ ପଡ଼ି ରହିଛନ୍ତି ପୁଅ କୀର୍ତ୍ତିରଞ୍ଜନ। ଜଣେ ମେଧାବୀ ଛାତ୍ର ଭାବରେ ପରିଚିତ ଥିବା କୀର୍ତ୍ତି MBA ପାଠ ପଢ଼ି ସାରିବା ପରେ ଘରର ଅବସ୍ଥା ଦେଖି ଘରୁ ଗୋଡ଼ କାଢ଼ିଥିଲେ। ମା'ଙ୍କୁ ଘର ଚଳାଇବାରେ ସାହାଯ୍ୟ ନିମନ୍ତେ ଚାକିରି ମଧ୍ୟ କରିଥିଲେ। ହେଲେ କିଏ ଜାଣିଥିଲା ମା'ଙ୍କୁ ସାହାଯ୍ୟ କରୁ କରୁ ଆଜି ସେ ନିଜେ ଅସହାୟ ହୋଇଯିବେ। ଆଉ ଏପଟେ ବି ମା' ଜଣକ ଏ ରୋଗଗ୍ରସ୍ତ ପୁଅଟିର ଜୀବନ ବଞ୍ଚାଇବା ପାଇଁ ଘରେ ଯାହା ସମ୍ବଳ ଥିଲା ତାକୁ ବିକ୍ରି କରି ସାରିଲେଣି। ସାଙ୍ଗସାଥୀ, ଗାଁ ଗଣ୍ଡା, ସାହି ପଡ଼ିଶା, ବନ୍ଧୁବାନ୍ଧବ ଯାହା ସାହାଯ୍ୟ କରିବା କଥା କରିସାରିଲେଣି। ହେଲେ କୀର୍ତ୍ତିରଞ୍ଜନ ରୋଗମୁକ୍ତ ହୋଇପାରିଲେ ନାହିଁ। ହଁ ଆଜ୍ଞା, ଏ ହେଉଛନ୍ତି କଟକ ଜିଲ୍ଲା ସାଲେପୁର ବ୍ଲକ ମହଣ ପଞ୍ଚାୟତ ପୁରଣ ଗ୍ରାମର ଅଞ୍ଜନା ଭୂୟାଁଙ୍କ ଏକମାତ୍ର ପୁଅ କୀର୍ତ୍ତିରଞ୍ଜନ ଭୂୟାଁ। ବାପା ଦୈତାରୀ ଭୂୟାଁ 10 ବର୍ଷ ତଳେ ଆରପାରିକୁ ଚାଲିଯିବା ପରେ ମା' ଅଞ୍ଜନା ବହୁ ଦୁଃଖ କଷ୍ଟରେ କୀର୍ତ୍ତିରଞ୍ଜନକୁ ଉଚ୍ଚଶିକ୍ଷିତ କରାଇଥିଲେ। ସେ ଏକ ଘରୋଇ କମ୍ପାନୀରେ ଉଚ୍ଚ ବେତନ ହାରରେ HR ଭାବେ ନିୟୋଜିତ ମଧ୍ୟ ଥିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଆଜି ସେ ଶଯ୍ୟାଶାୟୀ। ବାପ ଛେଉଣ୍ଡ ପୁଅ କିଡନୀ ଓ ଅର୍ଥ ପାଇଁ ଅସହାୟ ହୋଇଥିବା ବେଳେ ପରିବାର ଏବେ ଦୁଃଖରେ ଭାଙ୍ଗି ପଡ଼ିଛି। ଡାକ୍ତର କହିଛନ୍ତି ପୁଅକୁ ଗୋଟେ କିଡନୀ ଆବଶ୍ୟକ, ଆଉ ସେ କିଡନୀ ମିଳିଗଲା ପରେ ପୁଅର ଜୀବନ କୁଆଡ଼େ ବଞ୍ଚିଯିବ। ଆଉ ସେଥିପାଇଁ ମା' ମଧ୍ୟ ନିଜ କିଡନୀ ଦେବାକୁ ରାଜି ହୋଇଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ମା'ର କିଡନୀ ମଧ୍ୟ ମ୍ୟାଚ୍ କଲା ନାହିଁ। ଅପରେସନ୍ ପାଇଁ ଗୋଟେ କିଡନୀ ସହିତ 15ରୁ 20 ଲକ୍ଷ ଟଙ୍କା ଆବଶ୍ୟକ ରହିଛି। ଆଉ ସେହି କଥାକୁ ନେଇ ମା' ଅଞ୍ଜନା ଅପେକ୍ଷା କରି ରହିଛନ୍ତି ଯଦି ସରକାର କି ବେସରକାରୀ ସ୍ତରରେ ତାଙ୍କୁ କିଛି ସାହାଯ୍ୟ ସହଯୋଗ ମିଳନ୍ତା ତାହେଲେ ପୁଅଟିର ଜୀବନ ବଞ୍ଚି ଯାଇପାରନ୍ତା। ନା ଅଞ୍ଜନା ଭୂୟାଁ, ଘର ପୁରଣ। ମୋର ଗୋଟିଏ ପୁଅ, ମୋ ସ୍ୱାମୀ 10 ବର୍ଷ ହେଲା ନାହାନ୍ତି। ପୁଅ କିଡନୀ ରୋଗରେ ପୀଡ଼ିତ ଅଛି। ଆଉ ବର୍ଷେ ହେଲା ଆମେ ଜାଣିଲୁ। ତାପରେ ଡକ୍ଟର କହୁଛନ୍ତି ଗୋଟିଏ କିଡନୀ ଲାଗିବ। ମୋ କିଡନୀ ମୋ ପୁଅ ସାଙ୍ଗରେ ମ୍ୟାଚ୍ କରୁନି। ଆଉ କିଏ ଯଦି ଡୋନର ମିଳିଯାଆନ୍ତେ ମୋ ପୁଅ ଶୀଘ୍ର ଭଲ ହୋଇଯାଆନ୍ତା। ଆଉ କିଛି ସରକାରୀ ସାହାଯ୍ୟ ବା ବେସରକାରୀ ସାହାଯ୍ୟ କଲେ ବହୁତ ଭଲ ହେବ। ଡକ୍ଟର କହୁଛନ୍ତି 30 ଲକ୍ଷ ଟଙ୍କା ଦରକାର, ଯାହାଫଳରେ ଆମ କତିରେ 30 ପଇସା ବି ନାହିଁ। ବର୍ଷେ ହେଲାଣି ସବୁ ଖର୍ଚ୍ଚ ସରିଗଲାଣି। କିଛି ସାହାଯ୍ୟ କଲେ ଗଭର୍ଣ୍ଣମେଣ୍ଟ ତରଫରୁ ମୋ ପୁଅ ଶୀଘ୍ର ଭଲ ହୋଇଯିବ। ମୋ ନାଁ କୀର୍ତ୍ତିରଞ୍ଜନ ଭୂୟାଁ, ଘର ପୁରଣ, ସାଲେପୁର, କଟକ। ତ ଡକ୍ଟରଙ୍କ କହିବା ହିସାବରେ ଏଇଟା ହାଇପରଟେନସନ୍, ବ୍ଲଡ଼ ପ୍ରେସର ପାଇଁ ଏମିତି ହେଇଛି। ତାର ଗୋଟାଏ ବୋଲି ଅପସନ୍ କି ଟ୍ରାନ୍ସପ୍ଲାଣ୍ଟ ହିଁ କରିବାକୁ ପଡ଼ିବ। ତ ଟ୍ରାନ୍ସପ୍ଲାଣ୍ଟ କରିବାକୁ ହେଲେ ଡୋନରଟିଏ ଦରକାର। ଆଉ ମୋ ଫ୍ୟାମିଲିରେ କହିଲେ ମୋ ମା' ଖାଲି ଏକା। ତ ସେମିତି କେହି ନାହାନ୍ତି ଯିଏକି ଡୋନେଟ୍ କରିପାରିବେ ମୋ ଘରେ। ଆଉ ମୋ ମାଆଙ୍କର କିଡନୀ ମୋ ସାଙ୍ଗରେ ମ୍ୟାଚ୍ ବି କରୁନି। ତ ଯଦି କୌଣସି ସରକାରୀ କି ବେସରକାରୀ ସଂସ୍ଥାରୁ କିଏ ଜଣେ ଡୋନର ମିଳିପାରନ୍ତେ କି କୌଣସି ବି ଆର୍ଥିକ ସହାୟତା ମିଳିପାରନ୍ତା ତାହେଲେ ମୁଁ ଜଲ୍ଦି ଠିକ୍ ହେଇପାରନ୍ତା। ଏ କୀର୍ତ୍ତିରଞ୍ଜନ ଭୂୟାଁ ଯିଏ, ସେ ଆମର ପୁତୁରା ହେବ। ସେ ଜଣେ ଯୁବ ଇଞ୍ଜିନିୟର, ଭଲ କ୍ରିକେଟ୍ ଖେଳାଳି ମଧ୍ୟ। ପରୋପକାରୀ, ସାହାଯ୍ୟକାରୀ ସବୁ ଗୁଣରେ ସେ ଭରପୁର ପିଲାଟି। ପିଲା ବୟସରେ ତା'ର ବହୁତ କିଡନୀ ନଷ୍ଟ ହୋଇଯାଇଛି। ସେ ବହୁତ ପଇସା ତାଙ୍କର ମାନେ ଏଥିରେ ତ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୁଏ, ଆପଣ ଜାଣିଥିବେ। ତା'ର ବଡ଼ବାପା ଆଉ ତା'ର ମା' ବହୁତ ଟଙ୍କା ଖର୍ଚ୍ଚ କଲେଣି। ସେ ବି ବର୍ତ୍ତମାନ ଅସୁସ୍ଥ ଅଛି। ତାଙ୍କର ସେମିତି ମାନେ ଏତେ ଆର୍ଥିକ ଅବସ୍ଥା ଭଲ ନାହିଁ। ସେ ଯେଉଁ ଲକ୍ଷାଧିକ ଟଙ୍କା ଦରକାର ହେବ ତା'ର ଟ୍ରିଟମେଣ୍ଟ ହୋଇପାରୁନି। ଯଦି ସରକାରୀ ଅନୁଷ୍ଠାନ ବା ବେସରକାରୀ ଅନୁଷ୍ଠାନ ସାହାଯ୍ୟର ହାତ ବଢ଼ାନ୍ତେ ପିଲାଟା ବଞ୍ଚିଯାଆନ୍ତା। ତା'ର ଶାରୀରିକ ସୁସ୍ଥତା ଅନୁଭବ କଲେ ସେ ମଧ୍ୟ
ତାର ଜୀବନ ମାନେ ସୁଖମୟ ହୁଅନ୍ତା। ଯଦି କୌଣସି ଶ୍ରଦ୍ଧେୟ ବ୍ୟକ୍ତି କିମ୍ବା ସରକାରୀ ଓ ବେସରକାରୀ ସଂସ୍ଥା କୀର୍ତ୍ତିରଞ୍ଜନକୁ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ନିମ୍ନଲିଖିତ ଠିକଣାରେ ସହଯୋଗ କରନ୍ତୁ। ସାଲେପୁର ଜଗେଶ୍ୱର ବିଶାଳଙ୍କ ରିପୋର୍ଟ, A1 ଓଡ଼ିଆ। ବ୍ରିଲିଏଣ୍ଟରେ ବିଶୁଦ୍ଧ ନଡ଼ିଆ ତେଲ, ଘନ ଲମ୍ବା ଓ ପଳାକେଶର ମୂଳମନ୍ତ୍ର।